ଚକ୍ରଧରପୁରରେ ମାନସ ବାବୁ ଗୋଟିଏ ପୁଅ ଦୁଇଟି ଝିଅ ଆଉ ସଂସାର ତାଙ୍କର ଭଲରେ ଚାଲିଥିଲା। ମଧ୍ୟବିତ୍ତ ପରିବାରରେ ବ୍ୟକ୍ତି ଜଣକ ବାସ କରୁଥିଲେ। ସେ ଥରେ ଦୁରାରୋଗ୍ୟ କ୍ୟାନ୍ସର ରୋଗରେ ପୀଡ଼ିତ ହେଲେ। ଚେରମୂଳି ଆରମ୍ଭ କରିକି ଡାକ୍ତରୀ, କବିରାଜ, ବୈଦ୍ୟ, ହୋମିଓପାଥି ଚିକିତ୍ସା କରି ଶେଷରେ ନିରାଶ ହୋଇଗଲେ। ଆଉ ବାପାଙ୍କର ଏଭଳି ଅବସ୍ଥା ଦେଖି ଛୁଆମାନେ କାନ୍ଦି ପକାଉଥାନ୍ତି। ଡାକ୍ତର ମଧ୍ୟ କହିଦେଇଛନ୍ତି ଆଉ ଖୁବ୍ ବେଶୀରେ 2 ମାସରୁ 3 ମାସ ଭିତରେ ବଞ୍ଚିବେ। ଆଉ ସ୍ତ୍ରୀ, ପୁଅ, ଝିଅ ସମସ୍ତେ କାନ୍ଦୁଛନ୍ତି। ବାପା ଗଲା ପରେ ଆମେ କ'ଣ କରିବା, କେମିତି ରହିବା, କେମିତି ବଞ୍ଚିବା, ଏସବୁ କଥା ଭାବି ଭାବି ଦିନ ରାତି ବିତୁଥାଏ। ଆଉ ସତରେ କ'ଣ କରିବେ, ସ୍ତ୍ରୀ ଜଣକ ମଧ୍ୟ ଏକୁଟିଆ ହୋଇଯିବେ। ସ୍ତ୍ରୀ ଜଣକ ଆଖିରୁ ଲୁହ ଶୁଖୁନି, ଖାଉନାହାନ୍ତି, ପିଉନାହାନ୍ତି। ଆଉ ସ୍ୱାମୀ ଜଣକ ମଧ୍ୟ ଏନେଇ ବହୁତ ଚିନ୍ତା କରୁଛନ୍ତି। ମୁଁ ମୋ ପରିବାରକୁ ଛାଡ଼ି କେମିତି ବଞ୍ଚିବି, ମୁଁ ମୋ ପରିବାରକୁ ଛାଡ଼ି କେବେ ବି ଅଲଗା ହୋଇପାରିବିନି, ମୋ ପରିବାର କେମିତି ରହିବ, ଏମିତି ସ୍ୱାମୀ ଚିନ୍ତା କରୁଛନ୍ତି। ତେବେ ଇଏ ଥିଲା ତାଙ୍କର ଘଟଣା। ଯେତେବେଳେ ଡାକ୍ତର କହିଦେଲେ ଆଉ 3 ମାସ ବୋଲି, ସେଇବେଳେ ବଞ୍ଚିବାର ଆଶା ତାଙ୍କର କ୍ଷୀଣ ହୋଇ ଆସିଲା। କାରଣ ଦୀର୍ଘ ଦିନ ଧରି ଏହି ରୋଗରେ ପୀଡ଼ିତ ହୋଇ ବହୁ ଦୁଃଖ ଓ ଯନ୍ତ୍ରଣା ଭୋଗ କରି ଆସୁଥିଲେ। ବହୁ କଷ୍ଟ ହେଉଥିଲା। ଶେଷରେ ସେ ଏମିତି ଶୁଣିଲା ପରେ ଆହୁରି ମଧ୍ୟ କଷ୍ଟ ହେଲା। କାହିଁକି ନା ଦିନ ପରେ ଯେମିତି ଦିନ ବିତୁଛି ଆଉ ତାଙ୍କର ମରଣ ସମୟ ପାଖେଇ ଆସୁଛି। ଆଉ ଏହି ସମୟରେ ପୁଅ ଝିଅ ମଧ୍ୟ କାନ୍ଦୁଥାନ୍ତି। ସ୍ତ୍ରୀ ଜଣକ ତ ଆଖିରୁ ଲୁହ ଶୁଖୁନଥାଏ। ମୃତ୍ୟୁର ଦିନ ଗୁଡ଼ିକ ସେ ଗଣି ଗଣି ଚାଲିଥିଲେ। ତାଙ୍କର ବଞ୍ଚିବାର କୌଣସି ଆଶା ଓ ଭରସା ନଥିଲା। ସବୁ ଦିଗରୁ ହତଭାଗା ହୋଇଯାଇଥିଲେ। ଆଉ ମୃତ୍ୟୁକୁ ଅପେକ୍ଷା କରି ବସିଥିଲେ। ମୃତ୍ୟୁ କିମ୍ବା କାହାର ଭୟ ନାହିଁ। ସେ ମୃତ୍ୟୁକୁ ଭୟ କରିବା ତ ସ୍ୱାଭାବିକ। ତାଙ୍କୁ ସାହାଯ୍ୟ ସମର୍ଥନ ଦେବାକୁ କହିନଥିଲେ। ନିଜର ମରଣ ଚିନ୍ତା କରି ଶୋଇଯାଇଥିବା ବେଳେ ସେ ସ୍ୱପ୍ନରେ ଦେଖିଲେ ଯେ ଜଣେ ମୁଣ୍ଡରେ ତାଙ୍କର ଧଳା ବସ୍ତ୍ର ପିନ୍ଧି ଆସିଛି ଏବଂ କହୁଛି, ବାବାରେ, ବାବାରେ, ଉଠ ବାବା ଉଠ। ଏମିତି ଯେତେବେଳେ କହୁଛି, ସେହି ସମୟରେ ସେ ଉଠିଛନ୍ତି ଏବଂ କହିଛନ୍ତି, ତୋର କିଛି ହେବନି। ମୁଣ୍ଡକୁ ଆଉଁସି କହିଛନ୍ତି, ମୁଁ ତ ପାଖରେ ଅଛି, ତୋର କିଛି ହେବନି। ତୁ ସବୁବେଳେ ଏମିତି ରହିବୁ, ଆଉ ବ୍ୟସ୍ତ ହେନା। ତୋ ପିଲା ଛୁଆ ସଂସାର ଭଲରେ ଚଳିବ, ଆଉ ମୁଁ ତୋ ସହିତ ଅଛି। ଏମିତି ସେ ଶୁଣୁଛନ୍ତି, ଏମିତି ସ୍ୱପ୍ନ ଦେଖୁଥାନ୍ତି। ଆଉ ଘର ଲୋକ ଏପଟେ ବହୁତ ବ୍ୟସ୍ତ ଅଛନ୍ତି। କାହିଁକି ନା ବାପାଙ୍କ ଜୀବନ ଆଉ ଅଳ୍ପ ଦିନ, ମୋ ସ୍ୱାମୀ ଜୀବନ ଆଉ ଅଳ୍ପ ଦିନ। ପ୍ରଭୁ ଜଗନ୍ନାଥଙ୍କୁ ସ୍ତ୍ରୀ ଡେଲି ଡାକୁଥାନ୍ତି, ହେ କାଳିଆ ଠାକୁର, ତୁ ମୋ ସ୍ୱାମୀକୁ ରକ୍ଷା କର, ପ୍ରଭୁ ରକ୍ଷା କର, ଏମିତି କହୁଥାନ୍ତି। ଆଉ ସେପଟେ ସ୍ୱାମୀ ଜଣକ ସ୍ୱପ୍ନ ଦେଖୁଥାନ୍ତି। ମୁଣ୍ଡକୁ ଆଉଁସିକି କହୁଥାନ୍ତି, ତୁ ବ୍ୟସ୍ତ ହେନା, ତୋ ସଂସାର ମୋତେ ଲାଗିଲା। ଆଉ ମନେ ରଖ, ତୁ ହିଁ ସବୁବେଳେ ଏଇଠି ଥିଲୁ, ଏଇଠି ରହିବୁ। ତୁ ହିଁ ଛୋଟବେଳେ ଯେତେବେଳେ ଏହି ଦାଣ୍ଡରେ ଖେଳୁଥିଲୁ, ଏଇ କାଳିଆ ଠାକୁରକୁ ଆସୁଥିଲୁ, ସମୁଦ୍ର ପାଖକୁ ଯାଉଥିଲୁ, ସବୁ ମୁଁ ଦେଖିଛି। ବ୍ୟସ୍ତ ହେନା। ସେହି ସମୟରେ ସେ କଥା ହେଉଥାନ୍ତି, ହଁ ମୋ ଦିନ ତ ଏଇଠି ବିତିଛି, ମୋ ଦିନ ତ ଏଇ ଦାଣ୍ଡରେ ବିତିଛି। ଆଉ ସନ୍ଧ୍ୟାବେଳେ ମଧ୍ୟ ବାପା ସହିତ ଆସି ମୁଁ ଏହି ଦାଣ୍ଡରେ କେତେ ବୁଲିଛି, କେତେ ଖେଳିଛି। ଆଉ ତୋରି ପାଖକୁ ମଧ୍ୟ ଦର୍ଶନ କରିଛି। ଆଉ ଲୁଚି ଲୁଚି ବରକୋଳି ମଧ୍ୟ ଖାଇଛି। ଆଉ ସାଙ୍ଗସାଥି ପଶି ଅବଢ଼ା ମଧ୍ୟ ଖାଇଛି। ସମୁଦ୍ରରେ ମଧ୍ୟ ବୁଲିଛି। ଏମିତି ବହୁତ କଥା କହୁଥାନ୍ତି। ସେହି ସମୟରେ କହୁଛନ୍ତି, ହଁ ମୁଁ ସବୁ ଜାଣିଛି। ମୁଁ ତୋତେ ରୋଗମୁକ୍ତ କରିଦେବି। କ୍ୟାନ୍ସର ପାଇଁ ଔଷଧ ନାହିଁ, କିନ୍ତୁ ତାର ନିଦାନ ମୋ ପାଖରେ ଅଛି। ତୁ ପରା ମୋର ଭକ୍ତ, ଭକ୍ତ ପାଇଁ ଭଗବାନ, ଆଉ ଭଗବାନ ପାଇଁ ଭକ୍ତ। ତୁ ଭୁଲି ଯାଆନା ରେ ବାବା, ମୁଁ ଭକ୍ତ ପାଇଁ ଚାହିଁଥାଏ। ଆଉ ମୁଁ ସବୁବେଳେ ଚାହେଁ ମୋ ଭକ୍ତର କିଛି ଅସୁବିଧା ନ ହଉ, ମୋ ଭକ୍ତ ମୋ ପାଖରେ ସବୁବେଳେ ଖେଳୁଥାଉ। ଆଉ ତୋର କିଛି ହେବନି ରେ ବାଇଆ, ଏମିତି କିଛି ସ୍ୱପ୍ନ ଦେଖୁଥାନ୍ତି। ଆଉ ସେପଟେ ସ୍ତ୍ରୀ ଜଣ କହୁଥାନ୍ତି, ହେ ପ୍ରଭୁ, ହେ ଜଗତର ଜଗନ୍ନାଥ, ହେ ଦୀନବନ୍ଧୁ,
ତୁ ହିଁ ମୋ ସ୍ୱାମୀକି ଫେରେଇବୁ, ତୁ ହିଁ ମୋ ସ୍ୱାମୀକି ରକ୍ଷା କରିବୁ, ତୁ କେବେ ବି ମୋ ସ୍ୱାମୀକି ଅଲଗା କରିବୁନି, ଆମ ସଂସାର ଭାସିଯିବ। ଏମିତି କହି ମୁଣ୍ଡ ବାଡ଼େଇ ଡେଲି କାଉଥାନ୍ତି ଜଗନ୍ନାଥଙ୍କ ପାଖରେ। କାହିଁକି ନା ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଜଗନ୍ନାଥଙ୍କ ପରମ ଭକ୍ତ। ସକାଳେ ଉଠିଲେ ଜଗାର ମୁହଁ ନ ଚାହିଁଲେ ସ୍ୱାମୀ ଜଣକ ଘରୁ ବାହାରନ୍ତିନି। ପ୍ରତିଦିନ ବଡ଼ ଦାଣ୍ଡରେ ଠିଆ ହୋଇ ଲମ୍ବା ମୁଣ୍ଡିଆ ମାରି ସାଇକେଲ ଧରି ଚାଲନ୍ତି, ଆଉ ସେଠୁ ବେପାର ସାରି ଆସନ୍ତି ଘରକୁ। ଏମିତି ଭଲରେ ଚାଲିଥିଲା। ହଠାତ୍ ତାଙ୍କର ଏଭଳି ରୋଗ ବାହାରିଲା ପରେ ଘର ଲୋକ ସମସ୍ତେ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ଆଉ ଏପଟେ ଟଙ୍କା ସରିଗଲାଣି, ବାକି ଖରଚ ଧାରେ କାହିଁରେ କ'ଣ, ସୁନା ଗହଣା ସବୁ ପଳେଇଲାଣି। କ୍ୟାନ୍ସର ରୋଗ ଚିକିତ୍ସାରେ ଆଉ କିଛି ନାହିଁ। ଛୁଆ ଗଣ୍ଡେ ଖାଇବାକୁ ପାଉନାହାନ୍ତି। ସରକାର ଯାହା ଦେଉଛନ୍ତି ସେଇଥିରେ ଖାଇ ପିଇ ଚଳୁଛନ୍ତି। କେତେ କଥା ଭାବିବେ ନା ସ୍ତ୍ରୀ। ସ୍ୱାମୀ ଜଣକ ତ ଅପେକ୍ଷା କରିଛନ୍ତି କେବେ ସେ ଦିନ ଆସିବ, କିନ୍ତୁ ଆମେ କେବେ ବି ଚାହିଁନୁ ଏମିତି ନ ହେଉ। ଏମିତି କହୁଛନ୍ତି ସ୍ତ୍ରୀ ଜଣକ। ମନେ ମନେ ଏତେ କଥା ସବୁ ଭାବି ପକାଉଛନ୍ତି। ଆଗକୁ କ'ଣ କରିବେ? ଯେଉଁ ସ୍ୱାମୀକି ଧରି 7 ଜନ୍ମ ପାଇଁ ମୁଁ ଆସିଥିଲି ସେ ଅଧାରୁ ଛାଡ଼ିଗଲେ। ମୋ ଛୁଆଗୁଡ଼ା ଅନାଥ ହେଇଯିବେ ପ୍ରଭୁ, ଅନାଥ ହେଇଯିବେ। ତୁ ହିଁ ରକ୍ଷା କର, ଏମିତି ଡାକିଛନ୍ତି। ଆଉ ସତକୁ ସତ ଡାକ୍ତରଖାନା ଯାଇଛନ୍ତି, ଚିକିତ୍ସା ମଧ୍ୟ ହୋଇଛି। ଆଉ ଡାକ୍ତର କହିଛନ୍ତି ଆଉ ଅଳ୍ପ ଦିନ ରହିଲା। ସେଇ ଡାକ୍ତର ଅପରେସନ୍ କରିଛନ୍ତି ଏବଂ କହିଛନ୍ତି ଅପରେସନରେ କ'ଣ ହେବ ଆମେ କହିପାରିବୁନି, ହୁଏତ ତାଙ୍କ ଜୀବନ ଚାଲି ଯାଇପାରେ। ସେହି ସମୟରେ ସ୍ତ୍ରୀ ଜଣକ ବହୁତ କାନ୍ଦି ପକାଇଛନ୍ତି, ଆଉ ଛୁଆ ଜଣକ କାନ୍ଦି କାନ୍ଦି ଗଡ଼ି ପକାଇଛନ୍ତି। କ'ଣ କରିବେ? ଆଉ ସେହି ସମୟରେ ସ୍ୱାମୀ କହିଛନ୍ତି ସବୁ ସେଇ ଜଗା ଆଖିର ଇଚ୍ଛା। ସେ ଯଦି ଚାହିଁବ ମୁଁ ପୁଣି ଫେରିବି ତମ ପାଖକୁ, ସେ ଯଦି ନ ଚାହିଁବ ମୁଁ ତାହେଲେ ତା ପାଖକୁ ପଳେଇବି। ଏମିତି କହି ଯାଇଛନ୍ତି ଅପରେସନ୍ ରୁମ୍ ଭିତରକୁ। ଆଉ ସେହି ସମୟରେ ତାଙ୍କ ଆଖିରୁ ଧାର ଧାର ଲୁହ। ଡାକ୍ତର ମଧ୍ୟ ଆନାସିସ୍ ଇଞ୍ଜେକ୍ସନ୍ ଦେଲେ ଏବଂ କହିଲେ ଶୋଇଯାଅ। ସେହି ସମୟରେ ସେ ଆଉ ଶୋଉନଥାନ୍ତି। ସିଏ ତ ମନେ ମନେ ଭାବିଲେ ମୁଁ ଆଉ କିଛି ଘଣ୍ଟା ପରେ ସବୁଦିନ ପାଇଁ ଶୋଇପଡ଼ିବି। ଆଉ ଏବେ ଯେତିକି ପର୍ଯ୍ୟନ୍ତ ଆଖି ଖୋଲା ଅଛି ମୋ ସ୍ତ୍ରୀ ପିଲା କଥା ଟିକେ ଭାବିଦିଏ, ଏମିତି ମନେ ମନେ କହୁଥାନ୍ତି। ଆଉ ସେପଟେ ଜଗନ୍ନାଥଙ୍କୁ ଡାକୁଥାନ୍ତି, ହେ ପ୍ରଭୁ, ହେ ଜଗନ୍ନାଥ, ମୋର ସଂସାର ତତେ ଲାଗିଲା। ମୁଁ ଚାଲିଗଲା ପରେ ତୁ ହିଁ ସାହା ଭରସା ପ୍ରଭୁ, ତୁ ହିଁ ସାହା ଭରସା। ଏମିତି ଡାକୁଥାନ୍ତି ଏବଂ ସତକୁ ସତ ଯେମିତି ଜଗନ୍ନାଥ ତାଙ୍କ ମୁଣ୍ଡ ପାଖରେ ବସିଥାନ୍ତି। ଆରେ ବାଇଆଟା କିରେ, ତୋ ପାଖରେ ମୁଁ ହିଁ ଅଛି। ତତେ କହିଥିଲି ନା ତ କିଛି ହବନି। ତୁ ଯେମିତି ଛୋଟବେଳେ ମୋ ପାଖରେ ଖେଳୁଥିଲୁ ସେମିତି ମଧ୍ୟ ତୋ ସଂସାରକୁ ଆଗେଇ ନେଇଯିବୁ, କିଛି ହେବନି ରେ ବାବା। ଏମିତି ବୁଝେଇଛନ୍ତି। ସତକୁ ସତ ଯେମିତି ଲାଗୁଛି ତାଙ୍କ ପାଖରେ ଜଗନ୍ନାଥ ବସିଛନ୍ତି। ଆଉ ଏପଟେ ଅପରେସନ୍ ହେଲା। ଅପରେସନ୍ ଗଲା 3 ଘଣ୍ଟା ପରେ ଆଇସିୟୁରେ ଭର୍ତ୍ତି ହେଲେ। ସ୍ତ୍ରୀ ଜଣକ ଅପେକ୍ଷା କରିଥାନ୍ତି କେତେବେଳେ ସ୍ୱାମୀ ଜଣକର ହୋସ୍ ଆସିବ। ଆଉ କିଛି ଘଣ୍ଟା ପରେ ସ୍ୱାମୀ ଜଣକର ହୋସ୍ ଆସିଲା ଏବଂ ଡାକ୍ତର କହିଲେ ଆଉ ବ୍ୟସ୍ତ ହେବାର କିଛି ନାହିଁ, ତାଙ୍କର ଧୀରେ ଧୀରେ ଇନକ୍ରିଜ୍ ହେଉଛି ଏବଂ ସିଏ ବହୁତ ଭଲ ହେଇଯିବେ। ଅପେକ୍ଷା କର, ଆଉ କିଛି ମାସ ପରେ ସେ ପୁରା ଠିକ୍ ହୋଇଯାଇଥିବେ। ଆଉ ସ୍ତ୍ରୀ ଜଣକ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ସ୍ତ୍ରୀ ଜଣକ ପୁରା ଲମ୍ କରି ମୁଣ୍ଡିଆ ମାରିଦେଲେ ଡାକ୍ତରଙ୍କୁ। କହିଲେ ତମେ ହିଁ ମୋ ଭଗବାନ, ତମେ ମୋ ସ୍ୱାମୀକି ରକ୍ଷା କରୁଛ। ସେହି ସମୟରେ ଡାକ୍ତର ଜଣ କହିଲେ ସବୁ ସେଇ ଭଗବାନଙ୍କ ଇଚ୍ଛା, ଆମେ ତ ଆମ କର୍ତ୍ତବ୍ୟ କଲୁ, ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛା। ଏପଟେ ସ୍ୱାମୀ ଜଣ କହିଛନ୍ତି ହେ ପ୍ରଭୁ, ତୁ ଯାହା କହିଥିଲୁ ସେଇଆ ହିଁ କଲୁ। ତୁ ଚାହୁଁଥିଲୁ ନା ମୁଁ ମୋ ସଂସାର ପାଖକୁ ଫେରିଯାଏ, ମୁଁ ମୋ ସ୍ତ୍ରୀ ପାଖକୁ ଫେରିଯାଏ, ମୋ ଛୁଆକୁ ଭଲ ମଣିଷ କରେ, ସେଇଆ ହିଁ କଲୁ। କୋଟି କୋଟି ପ୍ରଣାମ ପ୍ରଭୁ, କୋଟି କୋଟି ପ୍ରଣାମ। ଏମିତି କହି ସ୍ୱାମୀ ସ୍ତ୍ରୀଙ୍କ ଆଖିରୁ ଲୁହ ଝରି ଯାଉଥାଏ। ଶେଷରେ କାନ୍ଦି ପକାଇଲେ। କାନ୍ଦି କାନ୍ଦି କହିଲେ ସତରେ ପ୍ରଭୁ, ତୋ ମାୟା କେହି ବୁଝିପାରିବେନି। ଆଉ ତତେ ଯିଏ ନିଜ ଆତ୍ମାଠାରୁ ଅଧିକ ଭଲ ପାଏ ତୁ ହିଁ ତାର ଦୁଃଖ ବୁଝୁ। ସତରେ ପ୍ରଭୁ, ଧନ ସିନା ଦେଇନାଉ କିନ୍ତୁ ମନ ଦେଇଥାଉ, ଆଉ ପ୍ରତିଟି ମୁହୂର୍ତ୍ତରେ ତୁ ହିଁ ଠିଆ ହୋ। ଏମିତି କହିଲେ। ଆଉ ଏକଥା ଶୁଣି
ତାଙ୍କ ସ୍ତ୍ରୀ ମଧ୍ୟ କାନ୍ଦି ପକାଇଲେ। କହିଲେ ସତରେ ଭଗବାନ ତୁମକୁ ଦେଖା ଦେଇଥିଲେ? ସ୍ୱାମୀ ଜଣକ କହିଲେ ହଁ, ମୁଁ ସ୍ୱପ୍ନରେ ଆସିଥିଲି। ଆଉ ସ୍ତ୍ରୀ ଜଣକ ମଧ୍ୟ ଆଖିରୁ ଲୁହ ବାହାରିଲା। ଇଏ ଥିଲା ତାଙ୍କର ଅନୁଭୂତି। ଦୀର୍ଘ 2 ବର୍ଷ ହେଲାଣି ସେ ପୁରା ସୁସ୍ଥ ଅଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ଯାଉଛନ୍ତି, ଦର୍ଶନ କରୁଛନ୍ତି, ଆଉ ଘରେ ଆସି ପହଞ୍ଚୁଛନ୍ତି। ଏମିତି ଭଲରେ ଚାଲିଛି ତାଙ୍କ ଜୀବନ।